ଆଉ 5ଟା ବେଳେ ସର୍ତ୍ତ ଯାଇକି ତାକୁ ଗାଡ଼ିରେ ବସେଇକିରି ଆଣିଲେ ହେଲା। ଆଣିକିରି ଯେତେବେଳେ ଆସିଲେ ଆଉ ମୁଁ ଛାତ ପକଉଥିଲି, ଛାତ ପକେଇ ସାରିଲା ପରେ ବି ମୁଁ ଦେଖିଲି ଆଉ ବାଇକ୍ ଗୋଟେ ତାକୁ ଦେଲେ, ଦେଇକି ସିଏ ସେପଟକୁ ଯାଉଥିଲା ମଦ ପାଇଁ ନା କୋଉଠି ପାଇଁ ସେ ମଦ ପାଇଁ ଗଲା। କୁଆଡେ ଯାଉଛୁ? ଗୋଟେ ବଡ ବ୍ୟାଗ୍ ଗୋଟେ ତାକୁ ଦେଇଛନ୍ତି, ବଡ ବ୍ୟାଗ୍ ବି ରଖିଛି ଗୋଟେ ପିଠିଆରେ। ମୁଁ ତାକୁ ପଚାରିଲି କୁଆଡେ ଯାଉଛୁ ବୋଲିକିରି, ମୁଁ ଯେତେବେଳେ ଛାତ ଉପରେ ଡାକିଦିଏ କହିଲା ବାପା ମୁଁ ଏଇଠୁ ଆସୁଛି, ଆସିଛି ବୋଲିକିରି କହିଲା। ଆଉ ସିଏ ଗଲା ତ ଗଲା ଲୋକଟା ଏବେ ସୁଦ୍ଧା ବି ନାହିଁ। ଯେତେବେଳେ ମୁଁ କହିଲି ଦେଖିଆ ସର୍ତ୍ତକୁ ଘରକୁ ଯାଏ ଆଉ ନହେଲେ ତୁ ଘରକୁ ଯିବି, ଦେଖିକି ମୁଁ ଆସିବି ବୋଲି। ସେଠୁ ମୁଁ ଯେତେବେଳେ ଆସିକିରି ଦେଖେ ଏଇଠି ପିଲାଟା ଏଇଠି ପଡିଛି। ସେଠୁ ମୁଁ ଫୋନ କରିଦେଲି ଯେ ତୋ ଭାଇ ଏଇଠି ପଡିଛି, ଆଉ ମତେ ତ ଟିକେ ବ୍ଲଡ ପ୍ରେସରିଆ ଲୋକ, ଆଉ ମୁଁ ତାକୁ ଆଉ କିଛି ଛୁଆଁଛୁଇଁ ବି କରିପାରିଲିନି। ସାଙ୍ଗେ ସାଙ୍ଗେ ଦୌଡ଼ି ଆସିକି ଆଉ ତା ଭାଇକୁ ଉଠେଇ ଦେଇଛନ୍ତି। ତାକୁ ମାରିଛି କି କଣ ହେଇଛି ଆଜ୍ଞା ସେଇଟା ତ ମୁଁ କହି ତ ପାରୁନାହିଁ, କିନ୍ତୁ ବ୍ଲଡ ବାହାରୁଛି। ତା ମୁଣ୍ଡଟା ଏଇଟା ତାର ଖଣ୍ଡିଆ ହେଇଛି, ମୁଣ୍ଡଟା ଖଣ୍ଡିଆ ହେଇଛି, ତା କାନ ପଟୁ ବ୍ଲଡ ବାହାରୁଛି, ଅଣ୍ଟାରେ ଦାଗ ଅଛି। ଆଉ ଏବେ ଆମେ ଯୋଉ ଚାହୁଁଛୁ ତାଙ୍କର ଛୋଟ ଛୋଟ ଛୁଆ ଦିଟା ଅଛନ୍ତି, କିନ୍ତୁ ତାଙ୍କୁ ନ୍ୟାୟ ଦରକାର ହଉଛି, ନ୍ୟାୟ ଦରକାର ହଉଛି। ଏବେ ବର୍ତ୍ତମାନ ସେଇ ଛୋଟ ଛୁଆ ଦିଟା କେମିତି ବଞ୍ଚିବେ? ଆଉ କିଏ ମାରିଥିବ ବୋଲି ଆମେ ଦେଖିଛୁ ଯେ କଣ କହିବୁ? ସେ ଯେ ଲୋକଟା ତ ଆମେ ବତେଇଲୁ ଯେ ଆମେ ଦେଖିଲୁ ଯାହା ସର୍ତ୍ତ ଘରକୁ ଆସିଛି, ଆମେ ବି ଜାଣିଛୁ ବି, ଢକରେ ବି ଦେଖିଛୁ ବି, ପ୍ରାୟ ଲୋକ ବି ଦେଖିଛନ୍ତି। ତା ମାଉସୀ ବି କହିଛି ଯେ ଆଉ ସର୍ତ୍ତ ବସେଇକିରି ନେଇଛି ବୋଲିକିରି। ସେ ମାରିଛି କି କଣ କରୁଛି ସେଟା ଭଗବାନଙ୍କର ଜଣା, କିନ୍ତୁ ମୋର ନ୍ୟାୟ ଦରକାର।